ହେଡିଂ ଦିଅ ସମାନ୍ତର ପ୍ରଗତି। ହେଡିଂ ଦେ ସମାନ୍ତର ପ୍ରଗତି। ସମାନ୍ତର ପ୍ରଗତି ମାନେ କିଛି ସଂଖ୍ୟା ଥିବ ହେଲା, କିଛି ସଂଖ୍ୟା ଥିବ ଯେମିତି କି ହଉଛି 1 2 ତାପରେ 3 4 ତାପରେ କେତେ ହବ 5 6 ସେମିତି ହେଲା। ଏଇଟା ଗୋଟେ ସମାନ୍ତର ପ୍ରଗତି ହବ ନା ନାଇଁ? ସମାନ ଭାବରେ ବଢି ବଢି ଯାଇଛି ନାଇଁ, କେତେ ବଢିଛି? ଏକ ବଢିଛି, ଏକ ବଢିଛି, ଏକ ବଢିଛି, ପୁଣି ଏକ ଏକ ହେଲା। ସେମିତି ଆଉ ଗୋଟେ ଦେଖ ନା, ହବ ନା ନାଇଁ? 0 ତାପରେ ହଉଛି କେତେ 2 ତାପରେ 4 ତାପରେ କେତେ ହବ 5 ନୁହଁ, ଦେଖ 2 2 ବଢି ବଢି ଚାଲିଛି, 2 ବଢିଛି 2 ତାପରେ କେତେ ହବ 6 ତାପରେ କେତେ ହବ 8 ତାପରେ 10 ତାପରେ 12। ଏଇଟାକୁ ବି କିସ କୁହାଯିବ? ଏଇଟାକୁ ବି ଗୋଟେ ସମାନ୍ତର ପ୍ରଗତି କୁହାଯିବ। ବୁଝିଗଲା? ତାପରେ ଦେଖନା ଇଏ ସମାନ୍ତର ପ୍ରଗତି ହବ ନା ନାଇଁ? 5 10 ତାପରେ ହଉଛି 15 ହେଲା, ତାପରେ 20। ଇଏ ସମାନ୍ତର ପ୍ରଗତି ହବ ନା ନାଇଁ? ହବ। କେତେ ବଢି ବଢି ଯାଇଛି? କେତେ ବଢିଛି? 5 ରୁ 10 କେତେ ବଢିଛି? 5 ବଢିଛି। 10 ରୁ 15 5 ତାପରେ 5 ତାପରେ କେତେ ହବ କଣ? ତାପରେ 25 ତାପରେ 30 ତାପରେ 35 ତାପରେ 40 ତାପରେ କେତେ 45। ଇଏ ବି ଗୋଟେ ସମାନ୍ତର ପ୍ରଗତି ହବ। ବୁଝିଗଲା? ତାପରେ ଆଉ ଗୋଟେ ଦେଖନା ଏକ୍ସାମ୍ପଲ ଦଉଛି, ଇଏ ସମାନ୍ତର ପ୍ରଗତି ହବ ନା ନାଇଁ? 10 20 30 40 50 ଇଏ ହବ ହବ ହେଲା। କଣ ପାଇଁ? 10 10 ବଢି ବଢି ଚାଲିଛି, ତାପରେ କେତେ ହବ 50 ପରେ 60 70 80 90 100 ସେମିତି ହବ ହେଲା। ତ ଏଇଟାକୁ କିସ କୁହାଯାଏ? ସମାନ୍ତର ପ୍ରଗତି। ତ କହିପାରିବୁ ନା କୋଉଟା ସମାନ୍ତର ପ୍ରଗତିରେ ଅଛି କୋଉଟା ନାହିଁ? ହେଲା ଦେଖ ନା, ଇଏ ସମାନ୍ତର ପ୍ରଗତି ହବ ନା ନାହିଁ? 2 3 7 ତାପରେ ହଉଛି 10 ତାପରେ 11 ତାପରେ 15 ଇଏ ସମାନ୍ତର ପ୍ରଗତି ହବ। କଣ ପାଇଁ? ନାଇଁ, ଇଏ 1 ବଢିଛି, ତାପରେ ଏଠୁ ପୁରା ସିଧା 4 ବଢିଯାଇଛି, ତାପରେ ଏଠି କେତେ ବଢିଛି 3 ତାପରେ ପୁଣି 1 ତାପରେ ହଉଛି କେତେ 4। ତ ସମାନ ଭାବରେ ବଢି ବଢି ଯାଇନି, ତେଣୁ ଏଇଟା କି ସମାନ୍ତର ପ୍ରଗତି ହବନି। ବୁଝିହେଲା? ତ ମୁଁ ଗୋଟେ ସମାନ୍ତର ପ୍ରଗତି ଲେଖୁଛି, ସମାନ୍ତର ପ୍ରଗତିରେ କିଛି ଜିନିଷ ଥାଏ ହେଲା, ସେଗୁଡା ଶିଖିବା ଏଇନା। ଯେମିତି ହଉଛି ଏଇଟା ଗୋଟେ ସମାନ୍ତର ପ୍ରଗତି, 5 10 ତାପରେ 15 ତାପରେ ହଉଛି 20 ତାପରେ କେତେ 25। ଇଏ ଗୋଟେ ସମାନ୍ତର ପ୍ରଗତି ନା? ହବ ନା ନାଇଁ? ହେଲା। ପ୍ରଥମରେ ଯିଏ ଥାଏ ତାକୁ କିସ କୁହାଯାଏ? ଏ କୁହାଯାଏ। ପ୍ରଥମରେ ଯିଏ ଥାଏ ତାକୁ କିସ କୁହାଯାଏ? ଏ। ଫାର୍ଷ୍ଟ ଯିଏ ରହେ ତାକୁ କିସ କୁହାଯାଏ? ଏ ହେଲା। ଏ ବା କିସ କୁହାଯାଏ? T1। ଏ ଆଉ କିସ କୁହାଯାଇ ପାରିବ? T1। ସେକେଣ୍ଡ ର କିସ? T2। ଥାର୍ଡ ର କିସ? T3। ଫୋର୍ଥ ରେ କିଏ? T4 T5 T6 T7 ହେଲା। ଆଉ ଲାଷ୍ଟ ଯିଏ ରହେ ସେ ତାକୁ କିସ କୁହାଯାଏ? Tn। ବୁଝିହେଲା? ଲାଷ୍ଟ ଯିଏ ରହେ Tn, ଆଉ ଫାର୍ଷ୍ଟ ଯିଏ ରହେ କିସ? ତାର ନାମ ହଉଛି T1 ବା ଏ ହେଲା। ଆଉ ହଉଛି ଏଇଠି ଦେଖ କେତେ ବଢି ବଢି ଯାଇଛି? 5 ବଢି ବଢି ଯାଇଛି। 5 ରୁ 10 କେତେ ବଢିଛି? 5 ବଢିଛି ହେଲା। ସେଇଟାକୁ କିସ କୁହାଯାଏ? ଡି। କିସ କୁହାଯାଏ? ଡି ହେଲା। ଡି କୁ କିସ କୁହାଯାଏ? ଅନ୍ତର। ଅନ୍ତର। ବୁଝିହେଲା? ଯେତେ ବଢି ବଢି ଯାଇଥିବ ସେଇଟାକୁ କିସ କୁହାଯାଏ? ଡି। ଆଉ ହଉଛି ଏ କୁ ଓଡିଆରେ କିସ କୁହାଯାଏ? ଏ କୁ ଓଡିଆରେ କିସ କୁହାଯାଏ? ପ୍ରଥମ ପଦ। ପ୍ରଥମ ପଦ ହେଲା। ଏକୁ କୁହାଯାଏ ପ୍ରଥମ ପଦ। ବୁଝିହେଲା? ଗୋଟେ ସମାନ୍ତର ପ୍ରଗତି ଦେଇଥିଲେ ଏ ଚିହ୍ନି ପାରିବୁ ହେଲା। ଆଉ ହଉଛି Tn ମାନେ ହଉଛି କିସ? ଶେଷ ପଦ। Tn ମାନେ କିସ? ଶେଷ ପଦ। ଆଉ ହଉଛି ଡି ମାନେ କିସ? ଅନ୍ତର। ଡି ମାନେ ହଉଛି ଅନ୍ତର। ବୁଝିହେଲା? ଡି ମାନେ କିସ? ଅନ୍ତର। ତ ଗୋଟେ ଫର୍ମୁଲା, ଏଇ ଯେ ଡି ଟା କେମିତି ବାହାରିବ ହେଲା। ଡି ଟା କେମିତି ବାହାରିବ ଦେଖ, ଡି ର ଫର୍ମୁଲା। ଡି ସବୁବେଳେ ବାହାରିବ ହଉଛି, ଡି ର ଫର୍ମୁଲା ହଉଛି କିସ କନା? ପୂର୍ବ ପଦ ବିয়োଗ ପର ପଦ ହେଲା। T5 ମାଇନାସ କେତେ? T4 ବି କରିପାରିବି, କିମ୍ବା ହଉଛି T4 ମାଇନାସ T3 ଯାହା କରିବି ଗୋଟେ କରିବି ହେଲା। ଏଇଟା କଲେ ଏଇଟା କରିବି, ଏଇଠୁ ଏଇଟା ବିয়োଗ କଲେ ଡି ବାହାରିବ ନା ନାଇଁ? ଏଇଠୁ ଏଇଟା ବିয়োଗ କଲେ 10 ରୁ 15 ରୁ 10 ବିয়োଗ କଲେ ବାହାରିବ, ପୁଣି 10 ରୁ 5 ବିয়োଗ କଲେ ବି ସେଇ ବାହାରିବ ନା ନାଇଁ? ଇଏ ତ T3 ରୁ T2 ବିয়োଗ କଲେ ବି ସେଇ ଡି ବାହାରିବ, T2 ରୁ T1 ବିয়োଗ କଲେ ବି ସେଇ ଡି ବାହାରିବ ନା ନାଇଁ? ବାହାରିବ ହେଲା। ଏଇଟା ଫର୍ମୁଲା। ବୁଝିହେଲା? କିସ ଡି ର ଫର୍ମୁଲା ହଉଛି T5 ପୂର୍ବ ପଦ ବିয়োଗ ପର ପଦ ହେଲା, ନା ପର ପଦ ବିয়োଗ ପୂର୍ବ ପଦ। ବୁଝିହେଲା? ତାପରେ ଆଉ ଗୋଟେ ଫର୍ମୁଲା ଦେଖବା,
ଆଉ ଗୋଟେ ଫର୍ମୁଲା ହଉଛି ଏଇ ଶେଷ ପଦର ସୂତ୍ର ହଉଛି ଶେଷ ପଦ tn ର ସୂତ୍ର କିସ କଣ a ପ୍ଲସ୍ n ମାଇନାସ୍ 1 ଇଣ୍ଟୁ d ଲେଖିର କି ସୂତ୍ର ଲେଖିର ଫାର୍ଷ୍ଟ ସୂତ୍ର ହଉଛି ଏମିତି ଲେଖା ହେଲା ଏ ମାନେ କିସ ପ୍ରଥମ ପଦ ଏ ମାନେ କିସ ପ୍ରଥମ ପଦ ତାପରେ ହଉଛି ଡି ମାନେ କିସ ସାଧାରଣ ଅନ୍ତର ସାଧାରଣ ଅନ୍ତର ଲେଖି ରଖ ହେଲା ଆଉ tn ମାନେ ହଉଛି n ତମ ପଦ tn ମାନେ ହଉଛି କିସ n ତମ ପଦ ହେଲା ତ tn ର ସୂତ୍ର tn ବାହାରିବା ସୂତ୍ର କିସ କନା a ପ୍ଲସ୍ n ମାଇନାସ୍ 1 ଇଣ୍ଟୁ d ବୁଝିଲ এই ଫର୍ମୁଲାଟା ଲେଖିର କେମିତି ପ୍ରୟୋଗ ହଉଛି ହେଲା ଦେଖବା ହେଲା ତାପରେ ହଉଛି ଡି ଡି କେମିତି ବାହାର କରବା ଡି ର ଫର୍ମୁଲା ବି ରଖିର ଡି ଟା ହଉଛି tn ମାଇନାସ୍ tn ମାଇନାସ୍ 1 tn ମାଇନାସ୍ 1 ହେଲା ବୁଝିଲା ତ ଏଇନା କରବା ଗୋଟେ ଗୋଟେ ମ୍ୟାଥ ହେଡିଂ ଦେଇ ଦଉଛି କେତେ এটা କେତେ ଅନୁଶ୍ରେଣୀଟା 3a হেডিং দিয়ে 3 অনুসরণী 3a গোটে କରିଦେଲେ ସବୁ ଗୁଡା କରିପାরବୁ ହେଲା অনুসরণী 3a ফার্স্ট কোশ্চেন দেখ ফার্স্ট কোশ্চেন কিস কইছি ফার্স্ট কোশ্চেন কইছি হଉଛି 1 2 3 ଅନୁକ୍ରମରେ t8 ହେଲା ଗୋଟେ ଅନୁକ୍ରମ ଦେଇଛି ମାନେ ଗୋଟେ ସମାନ୍ତର ପ୍ରଗତି ଦେଇଛି କିସ ସମାନ୍ତର ପ୍ରଗତିଟା 1 2 3 4 ହେଲା ଅନୁକ୍ରମରେ ଅନୁକ୍ରମରେ କେତେ ବାହାର କରିଛି ମାଗିଛି t8 ସମାନ ଡ୍ୟାଶ କହିଛି ନାଇଁ তো tn ର ସୂତ୍ର ତୁ ଜାଣିଛୁ tn ର ସୂତ୍ର କିସ a ପ୍ଲସ୍ ଖାତା ଦେଖ କିସ ଲେଖିଛୁ a ପ୍ଲସ୍ n ମାଇନସ୍ 1 ଇଣ୍ଟୁ d ଏଟା ଲେଖିଛୁ ଯେ tn ର ସୂତ୍ର ହେଲା ତ n ଜାଗାରେ କେତେ ଅଛି 8 t8 t8 ଟା କେତେ ହବ a ଏଇଠି କେତେ a ଟା କେତେ 1 1 ପ୍ଲସ୍ n ଟା କେତେ n ଟା n ଜାଗାରେ କେତେ ଅଛି 8 ଇଏ n ଯେ ଏଇଠି n ଜାଗାରେ 8 ଅଛି 8 ମାଇନସ୍ 1 ଇଣ୍ଟୁ d d ମାନେ କେତେ ବଢି ବଢି ଯାଇଛି 1 ବଢିଛି 1 ଏଠି ବି 1 ଏଠି ବି 1 ବଢି ବଢି ଯାଇଛି ତ ହଉଛି କି a ପ୍ଲସ୍ n ମାଇନସ୍ 1 ଇଣ୍ଟୁ d ତ କେତେ ହବ 1 କୁ 1 ପ୍ଲସ୍ 8 ରୁ 1 ଗଲେ କେତେ 7 7 ଇଣ୍ଟୁ 1 ସେଇ 7 ହବ ହେଲା ତ 1 ଯୁକ୍ତ 7 ସମାନ କେତେ 8 ତ ଆନ୍ସର କେତେ ହବ 8 ଲେଖ ବୁଝିହେଲା ତାପରେ ହଉଛି ଏଇଟା କରିବା ନେକ୍ସଟ କଣ ନେକ୍ସଟ କରିବା 2i 2i କିସ କହିଛି 2 4 6 8 କେତେ 2 4 6 8 ଡଟ 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 ଅନୁକ୍ରମରେ ଅନୁକ୍ରମରେ କିସ t11 ମାଗିଛି କେତେ t11 ସମାନ ଡ୍ୟାଶ ସେମ୍ ୟା ଦେଖିକି କର t11 tn ର ସୂତ୍ର କିସ ଜାଣିଛୁ a ପ୍ଲସ୍ n ମାଇନସ୍ 1 ଇଣ୍ଟୁ d ହେଲା ତ t11 କେତେ କୋଉଠି କେତେ ପକେଇବି ଏ ଜାଗାରେ କେତେ ପକେଇବି 2 ପ୍ଲସ୍ n ଜାଗାରେ 11 ମାଇନସ୍ 1 ଇଣ୍ଟୁ d ଜାଗାରେ କେତେ ବଢି ବଢି ଯାଇଛି କେତେ ବଢି ବଢି ଯାଇଛି 2 ହେଲା ତ ଏଇଟା ସମାଧାନ କରିଦେଲେ ଆନ୍ସର ବାହାରିବ 2 କୁ 2 ରହିଲା 11 ରୁ 1 ଗଲେ କେତେ 10 ଇଣ୍ଟୁ ବନ୍ଧନୀ ମାନେ ଇଣ୍ଟୁ 10 ଇଣ୍ଟୁ 2 ତ କେତେ ହବ 2 ଯୁକ୍ତ 10 କରିଦେବୁନି ଫାଷ୍ଟ ଫାଷ୍ଟ କିସ ହବ ଗୁଣନ ହବ 10 ଦୁଣେ 20 ତ 2 ଯୁକ୍ତ 20 କେତେ ହବ 22 ଅଛି ଅପସନ 22
T11 नहीं T7 मागिଥିଲା ହେଲା। T7 ମାଗିଥିଲା। ରହ। T7 ମାଗିଛି ହେଲା। ଏଠି କିସ କହିଛି T7। ତ 11 ବଦଳରେ 7 ପକା। କେତେ ହେଲା କହ? T7। ତ T7 ଟା ହବ ହଉଛି ବାହାରିଲା। । 14 ବାହାରିଲା। 2 ପ୍ଲସ୍ n ଜାଗାରେ କେତେ ବସେଇବୁ? ଖାଲି 7। 7 ମାଇନସ୍ 1 ଇଣ୍ଟୁ d। d ମାନେ କେତେ? 2। d ମାନେ ହଉଛି 2 ବଢି ବଢି ଯାଇଛି ହେଲା 2। ହେଲା ବାହାରିଲା ନା 11? ସରି 11 କହୁଛି। କେତେ ବାହାରିଲା? 12 ବାହାରିଲା। 12 ନା କେତେ ବାହାରିଲା? 14। ଦେଖୁଛି ଆଉଥରେ। ଦେଖ କେତେ ବାହାରିଛି। 14 ବାହାରିଲା ତ? ବୁଝିଗଲା ନା? ତାପରେ ହଉଛି ଏଇନା କେତେ ନମ୍ବର କରବା? 3 ନମ୍ବରଟା। 3i। 3i କିସ କହିଛି? -5 -3 -1 ତାପରେ 1 ଡଟ୍ 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 ଅନୁକ୍ରମରେ ଅନୁକ୍ରମରେ କେତେ ମାଗିଛି? T11। T11 ସମାନ ଡ୍ୟାସ୍ ହେଲା। ତ ଫାଷ୍ଟ କିସ କରବା? Tn ର ସୂତ୍ର ଜାଣିଛୁ। Tn ର ସୂତ୍ର କିସ? a ପ୍ଲସ୍ n ମାଇନସ୍ 1 ଇଣ୍ଟୁ d। ତ ଏ କେତେ? ଏ ହଉଛି -5 ହେଲା। ତ ଏ ଜାଗାରେ -5 ବସେଇଲି ପ୍ଲସ୍ n କେତେ? क्वेश्चन देख 11 बसैली -1 इंटू डी। डी टा किस केमती बाहर करबी? डी टा होची एठारे डी केमती बाहर करथिली ए पूर्व रे 2 4 एठी डी केमती बाहर करथिली 4 वियोग 2 करथिली ना हला 4 वियोग 2 समान 2। एठी भी किस एइटारू एइटा वियोग करले किस बाहरिबो डी। तो डी केमती बाहरिबो -3 हला राप रे कर देबी एठी बुझला कोठी राप रे करबी।
किस लिखले 11 - 1 × डीटा केमती बाहर करबी हला डीटा साइड रे बाहर करबी बुझला डीटा केमती हो एटा -3 वियोग केते -5 एमती हुए जे माइनस एटी जदि 2 4 5 2 4 6 8 था किस करथांती डी बाहर करबा पई 4 वियोग 2 करथांती नानी डी टा केमती बाहर करथांती 4 वियोग 2 माने एई सेकंड रो फर्स्ट वियोग करथांती हला तो एठी भी वियोग करबे काकू सेकंड रो फर्स्ट सेकंड प्रथम लिखली वियोग फर्स्ट हला वियोग फास्ट ହେଇଛି ତ ବିୟୋଗଟା ଏଇଟା କେତେ ହବ ଦେଖ -3 କୁ -3 ରହିବ ଏଇଟା କେତେ ହବ ମାଇନସ୍ ମାଇନସ୍ କିସ ହୁଏ +5 ତ ଏଇଟା କିସ ହବ -3 +5 ଏଇଟା କେତେ ହବ ଛୋଟ ସଂଖ୍ୟାରେ ବିୟୋଗ ବଡ ସଂଖ୍ୟାରେ ଯୋଗ ତ ହଉଛି କିସ ହବ ଗୋଟେ ଜାଗାରେ ବିୟୋଗ ଅଛି ମାନେ ବିୟୋଗ ହବ ହେଲା 5 ରୁ 3 ଗଲେ କେତେ 2 କିନ୍ତୁ ପ୍ଲସ୍ ହବ ନା ମାଇନସ୍ ହବ ବଡ ସଂଖ୍ୟାରେ ପ୍ଲସ୍ ଅଛି ମାନେ ପ୍ଲସ୍ ଚିହ୍ନ ରହିବ ହେଲା ମନେ ରଖିବୁ ବଡ ସଂଖ୍ୟାରେ ପ୍ଲସ୍ ଅଛି ମାନେ କିସ ଚିହ୍ନ ରହିବ ପ୍ଲସ୍ ଚିହ୍ନ ତ ବାହାରିବ ହଉଛି ଡି ଟା କେତେ 2 ତ ଡି ଯଦି 2 ବାହାରିଲା -5 କୁ -5 ରହିଲା ହେଲା ତ 11 - 1 କେତେ ହବ 11 ରୁ 1 ଗଲେ 10 ଇଣ୍ଟୁ 2 ତ କେତେ ହବ -5 କୁ -5 ପ୍ଲସ୍ 10 ଦୁଣେ 20 ଏଇଟା ମାନେ ବି ଗୁଣନ ହେଲା ଏଇଟା ଡଟ୍ ମାନେ ବି କିସ ଗୁଣନ ତ ଏଇନା କିସ ହବ -5 + 20 ଏଇଟା ଯଦି ଜାଣିନୁ ଶୁଣ ଗୋଟେ ଜାଗାରେ ବିୟୋଗ ଗୋଟେ ଜାଗାରେ ପ୍ଲସ୍ ଅଛି ତା ମାନେ କିସ କରିବୁ ନା ବିୟୋଗ ହିଁ କରିବୁ 20 ରୁ 5 ଗଲେ କେତେ ହବ 5 ରୁ 20 ବିୟୋଗ କରି ଜାଣିଛୁ କି ଜାଣିନୁ 20 ରୁ 5 ବିୟୋଗ କଲେ କେତେ ହବ 15 ହେଲା ବଡ ସଂଖ୍ୟାର ପ୍ଲସ୍ ଚିହ୍ନ ଅଛି ଏଠି ବି କିସ ପ୍ଲସ୍ ବୁଝିଲା ତ ଆନ୍ସର କେତେ ହବ 15 ଅଛି ନା ନାଇଁ 15 ଅଛି ହେଲା ତାପରେ ହଉଛି ତାପର ଆଇଭି ଆଇଭି କ୍ୱେଶ୍ଚନ କହିଛି 3 6 9 .. ରେ ସାଧାରଣ ଅନ୍ତର ସାଧାରଣ ଅନ୍ତର ସାଧାରଣ ଅନ୍ତରକୁ ଇଂଲିଶ ରେ କିସ କୁହାଯାଏ ଡି ହେଲା ସାଧାରଣ ଅନ୍ତର ଡି ସମାନ ଡ୍ୟାଶ ସାଧାରଣ ଅନ୍ତର ବାହାର କରାଯାଏ କେମିତି ଦେଖିକି ବି ବାହାର କରିହବ ହେଲା ସାଧାରଣ ଅନ୍ତର ମାନେ କେତେ ବଢି ବଢି ଯାଇଛି କେତେ ବଢି ବଢି ଯାଇଛି ଡିଟା କେମିତି ବାହାରିବୁ ପୂର୍ବ ପଦ ବିୟୋଗ ପର ପଦ ମାନେ 6 ବିୟୋଗ 3 ବି କରିପାରିବି କିମ୍ବା ହଉଛି ମୋର ଯଦି ମନ ହବ କି 9 ବିୟୋଗ 6 ବି କରିପାରିବି ବୁଝିଲା ପୂର୍ବରୁ ପଛକୁ ବିୟୋଗ କରିବୁ ହେଲା କିସ ବାହାରିଯିବ ଡି ତ କେତେ ହବ 6 ବିୟୋଗ 3 ଗଲେ କେତେ ହବ 3 ସମାନ କେତେ 3 ତ ଡି କେତେ 3 ସେମିତି ଆଉ ଗୋଟେ କରନା ହେଲା ଏଇଟା କରିସାରିକି ଆଉ ଗୋଟେ କର 5 7 9 11 ରେ ଡି କେତେ ଡି ବା ସାଧାରଣ ଅନ୍ତର କେତେ ଏଇଟା ଭି ନମ୍ବର କ୍ୱେଶ୍ଚନ ଏଇଟା ବହିର କ୍ୱେଶ୍ଚନ ଏଇଟା ମୁଁ ମନରୁ ଦେଇଛି ହେଲା ଏଇଟା ମନର କ୍ୱେଶ୍ଚନ କର ଏଇଟା କେତେ ହବ क्वेश्चन लाइक प्रथम हूँ 5 7 9 11 उल्टा पल्टा लिखलो देख 5 7 9 11 रे डी केते क्वेश्चन लाइक एटा डॉट डॉट लिखिछि डैश नहीं देख आउ थोड़ा लिखुछि 5 7 9 11 तापर किस डॉट 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 रे आ पूरा काटी के 5 7 9 11 डॉट 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 रे डी समान केते हो डी समान केते हैला डी समान केते 5 7 9 11 रे डी केते हैला डी केते डी समान केते एमती पचार देलु बुझाला तो आंसर कर आंसर केते हो देखिକି ବାହାରିବ ହେଲା କିଛି करबा भी दरकार नहीं डी माने किस केते बढी बढी जाइछि केते बढी बढी जाइछि केते बढी बढी जाइछि 5 7 9 11 बढी बढी जाइछि ना नहीं जे केते बढिछि 2 ହେଲା କେମିତି ଜାଣିଲୁ 7 ରୁ 5 ବିୟୋଗ କଲୁ 7 ବିୟୋଗ 5 କଲୁ 7 ବିୟୋଗ 5 ସମାନ କେତେ 2 ଡି କେତେ 2 ବୁଝିହେଲା
ବୁଝିହେଲା ନା ନାଇଁ? ତାପରେ ହଉଛି କେତେ ନମ୍ବର କରିବା? ଭି ନମ୍ବର। ଭି ନମ୍ବର କୁ ହଉଛି -4 -2 0 2 ଡଟ୍ 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 ରେ ସାଧାରଣ ଅନ୍ତର d ସମାନ ଡ୍ୟାଶ ହେଲା। ତ ବିয়োଗ କରିବି d ସମାନ ଡ୍ୟାଶ। ବିয়োଗ କରିବି କାହାକୁ? এইଠୁ ଏଇଟା ବିয়োଗ କରିପାରେ, କିମ୍ବା ହଉଛି ଏଇଠୁ ଏଇଟା ବିয়োଗ କରିପାରେ, କିମ୍ବା ଏଇଠୁ ଏଇଟା, ଯୋଉଟା ବିয়োଗ କଲେ ବି ବାହାରିବ। ବୁଝିହେଲା? ତ d ର ସୂତ୍ର କିସ ହବ? -2 ପଛରୁ, ଶୁଣ ଆଗରୁ କୋଉଠୁ ବିয়োଗ କରିବି? ମାନେ ହଉଛି ପରରୁ ପୂର୍ବକୁ ବିয়োଗ କରିବି ହେଲା। ଏଇଠୁ ବିয়োଗ କରିବି ଯଦି କାହାକୁ ବିয়োଗ କରିବି? ୟାକୁ। ତ କିସ କରିବି? -2 ବିয়োଗ କେତେ? -4। ତ ଏଇଟା କେତେ ହବ? -2 କୁ -2 ରହିଲା, ମାଇନସ ମାଇନସ କେତେ ହବ? +4। ତ ଏଇଟା ଦେଖ କେମିତି ହବ। ମାଇନସ ଗୋଟେ ଜାଗାରେ ଅଛି, ପ୍ଲସ ଗୋଟେ ଜାଗାରେ ଅଛି। ତ କିସ ହବ? ଗୋଟେ ଜାଗାରେ ମାଇନସ ଥିଲେ, ଯଦି ଦୁଇଟା ଜାଗାରେ ମାଇନସ ଅଛି କିସ ହବ? ଯୋଗ ହେଇଯିବ ହେଲା। ଯୋଗ ହେଇଯିବ, ଖାଲି ଚିହ୍ନଟା ମାଇନସ ରହିବ। କିନ୍ତୁ ଯଦି ଗୋଟେ ଜାଗାରେ ମାଇନସ ଗୋଟେ ଜାଗାରେ ପ୍ଲସ ଅଛି, ତେବେ କିସ ହବ? ବିয়োଗ ହିଁ ହବ। 2 ରୁ ତ 4 ବିয়োଗ କରିପାରିବୁନି, କୋଉଠୁ ବିয়োଗ କରିବୁ? ବଡ ସଂଖ୍ୟାରୁ 4 ରୁ 2 ବିয়োଗ କରିବୁ, କେତେ ହବ? 2। ଆଉ ବଡ ସଂଖ୍ୟାରେ ପ୍ଲସ ଚିହ୍ନ ଅଛି ମାନେ ଏଠି କିସ ହବ? ପ୍ଲସ। ଆଉ ପ୍ଲସ ଚିହ୍ନଟା ନଦେଲେ ବି ହବ। ତ ଆନ୍ସର କେତେ ହବ? 2। ବୁଝିହେଲା? ଆନ୍ସର କେତେ ହବ? 2। ତାପରେ करबा नेक्स्ट क्वेश्चन। नेक्स्ट क्वेश्चन किस देइछि? भि आई 10.2 तापर होछि 10.4 10.6 तापर होछि केते 10.8 केते T5 केते T5 समान डैश हैला। T5 डैश देइछि। तो T5 एटा सुन देखि देखि करि हबो हैला। सिंपल एटा होछि करबा पे किछु पड़बोनी हैला। देखि T1 केते एतकी T2 केते एतकी T3 T4 T5 टा केते हबो कहि पारबो? 10.2 10.4 10.6 10.8 तापर केते हबो? 10.10 हबो। बुझाला केते हबो? 10.10 बुझ पारलो ना? T5 केते हबो? 10.10 1 2 3 4 10.10 ହେଲା। ତ 10.10 ଟାକୁ କିସ କୁହାଯାଇ ପାରବ? 11 କୁହାଯାଇ ପାରବ ନା ନାଇଁ? 10.10 କୁ 11 କୁହାଯିବ ନା ନାଇଁ? 11 କୁହାଯାଏ ହେଲା। 10.10 କୁ କିସ କୁହାଯାଏ? 11। ଆଉ ନହେଲେ ହଉଛି ଫର୍ମୁଲା ଲଗେଇକି ବାହାର କରବୁ ହେଲା। ଫର୍ମୁଲା କିସ? ଫର୍ମୁଲା ହଉଛି ଟି ଏନ ର ଫର୍ମୁଲା କିସ? a ପ୍ଲସ୍ n ମାଇନସ୍ 1 ଇଣ୍ଟୁ d। ତ ଏଟା କେତେ ଏଠି? 10.2 ପ୍ଲସ୍ n ଟା କେତେ? 5 n ଟା 5 ଯେ ମାଇନସ୍ 1 ଇଣ୍ଟୁ d। d କେମିତି ବାହାରିବ? এইଠୁ বিয়োগ করবি, এইঠু এটা বিয়োগ করে দিলে বাহারিব 10.4 বিয়োগ কেতে 10.2। তো কেতে হবো? 2 4 ରୁ 2 গলে 2 দশমিক কু দশমিক 10 ରୁ 10 গলে 0 কেতে হবো? 0.2 হଉଛି কিସ? d ହେଲା। ତ 10.2 ଇନ୍ ପ୍ଲସ୍ 5 ରେ ଗଲେ 4 ଇଣ୍ଟୁ 0.2। ତ କେମିତି ହବ? 10.2 କୁ 2 ରହିଲା ପ୍ଲସ୍ ଏଇଟା କେତେ ହବ? 4 ଗୁଣନ 0.2 4 ଦୁଣେ 8 କେତେ ହବ? 4 ଦୁଣେ 8। ତ ଦଶମିକ ପରେ ଗୋଟେ ସଂଖ୍ୟା ଅଛି ମାନେ ଗୋଟେ ସଂଖ୍ୟା ଛାଡିକି ଦଶମିକ ଦେବୁ ହେଲା। ତ କେତେ ହବ? 0.8। ତ ଏଇଟା ଯୋଗ କଲେ କେତେ ହବ? ଯୋଗ करबा 10.2 ପ୍ଲସ୍ 0.8 8 9 10 ଶୂନ ହାତ ଲାଗ 11.0 କେତେ ବାହାରିବ? 11.0 ବୁଝିହେଲା? ହେଲା। ତାପରେ करबा ତାପରେ କିସ କହିଛି? କେତେ ନମ୍ବର? ଭି ଡବଲ ଆଇ। ଭି ଡବଲ ଆଇ କ୍वेଶ୍चन ଲାଗ ଭି ଡବଲ ଆଇ କହିଛି ହଉଛି 2.5 2.9 3.3 3.7 ଡଟ୍ 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 ଏପି ରେ
डी केते हैला डी समान डैश मागिଛି डी ର ସୂତ୍ର କିସ ପୂର୍ବ ପଦ ବିୟୋଗ ପର ପଦ ବିୟୋଗ ପୂର୍ବ ପଦ ହେଲା ଡି ଟା କେମିତି ବାହାରେ ଏଇଠୁ ଏଇଟା ବିୟୋଗ କରିବି କେତେ 2.9 ବିୟୋଗ 2.5 ଏଇଟା କରିଦେଲେ ବାହାରି ଯିବ ହେଲା ତ ଏଇ ବିୟୋଗ ଟା ଡାଇରେକ୍ଟ ଚାଇନ୍ ଯଦି ଛୋଟ ଛୁଆ ପରି କରିବୁ 2.9 ବିୟୋଗ 2 ପଏଣ୍ଟ କେତେ 5 ତ 9 ରୁ 5 ଗଲେ କେତେ 4 ଦଶମିକ କୁ ଦଶମିକ 2 ରୁ 2 ଗଲେ 0 ତ କେତେ ହବ 0.4 आंसर କେତେ ହବ 0.4 ଦିଆହେଇଛି 0.4 ଦିଆହେଇଛି ନା ହେଲା ତାପରେ ଗଣିତ ଦେଖବା ତାପରେ କିସ କହିଛି ଭି ତ୍ରିପୁଲ ଆଇ ଭି ତ୍ରିପୁଲ ଆଇ କହୁଛି 3x9 ଏକ ଏପି ହେଲେ ଏକ ଏପି ହେଲେ x ର ମାନ କେତେ x ର ମାନ କେତେ ହେଲା ସେ କହୁଛି ଏଇ ତିନିଟା ହଉଛି ସଂଖ୍ୟା ଅଛନ୍ ହେଲା ସମାନ ଭାବରେ ବଢି ବଢି ଯାଇଛନ୍ ତ ହଉଛି ଏମାନେ ସମାନ ଭାବରେ ବଢି ବଢି ଯାଇଛନ୍ ହେଲେ ମଝିଟା କେତେ ହବ ହେଲା ମଝିଟା କେତେ ହବ କହୁଛି ତା ମାନେ ହଉଛି ଏଇଟା ସିମ୍ପଲ ଜିନିଷ ହଉଛି ଦୁଇଟା ସଂଖ୍ୟାର ମଝି ସଂଖ୍ୟା କେତେ ହେଲା ଏଇଟା ବାହାର କରିବା ଟ୍ରିକ୍ ହଉଛି ଏମିତି ବାହାର କରାଯାଏ ହେଲା 3 ପ୍ରଥମରେ ଯିଏ ଥିବ ଲାଷ୍ଟରେ ଯିଏ ଥିବ ସେଗୁଡାକୁ ଯୋଗ କରିପାରିବୁ ବିଭକ୍ତ 2 3 ଯୁକ୍ତ 9 ବିଭକ୍ତ 2 କେତେ ହବ 3 ଯୁକ୍ତ 9 କେତେ ହବ କେତେ ହବ 12 12 ବିଭକ୍ତ 2 ହେଲା 12 ବିଭକ୍ତ 2 ମାନେ 2 1 2 212 ତ କେତେ ହବ 6 x ର ମାନ କେତେ ହବ 6 ଆନ୍ସର ବୁଝିଲା କରିଦେ ହେଲା ତାପରେ ହଉଛି ସେମିତି ଆଉ ଗୋଟେ ମ୍ୟାଥ ଦଉଛି ହେଲା ଏମିତି ଗୋଟେ ଆଉ ଗୋଟେ 5x15 ହେଲା ଏକ ଏପି ହେଲେ x ର ମାନ କେତେ କର କଲୁ ଦେଖ ମଝି ସଂଖ୍ୟା ବାହାର କରତେ ହଉଛି ୟା ପୂର୍ବଟା ଯେମିତି କରାହେଇଥିଲା ଏଇଟା ବି ସେମିତି କରାହବ କେତେ କରିବି ହୁଁ 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 2 ତ କେତେ ହବ 5 ପ୍ଲସ୍ 15 କେତେ ହବ 20 20/2 କେତେ ହବ 2 1 2 2 10 20 କେତେ ହେଲା 10 ବୁଝିହେଲା ତାପରେ ହଉଛି କେତେ ନମ୍ବର କରିବା ଆଇ ଏକ୍ସ ଆଇ ଏକ୍ସ ଟା କିସ ହବ 1.01 1.51 ତାପରେ ହଉଛି କିସ 2.01 2.51 ଡଟ୍ ଡଟ୍ ଏପି ରେ ସାଧାରଣ ଅନ୍ତର ଡି ଏପି ରେ ସାଧାରଣ ଅନ୍ତର ଡି ସମାନ ଡ୍ୟାଶ ଏଇଟା କହିଛି ନାଇଁ ଡି ସମାନ ଡ୍ୟାଶ ଦେଖ କେତେ ହବ ଦେଖ ଡି ବାହାର କରିବା କେମିତି ୟା ପୂର୍ବରୁ ବି କରିଛେ ଡି କେମିତି ପୂର୍ବ ପଦ ବିୟୋଗ ସରି ପର ପଦ ବିୟୋଗ ପୂର୍ବ ପଦ ହେଲା ଗୋଟେ ସଂଖ୍ୟାରୁ ତାର ପୂର୍ବ ପଦ ସହ ବିୟୋଗ କଲେ କିସ ବାହାରିବ ଡି ତ ଏଠି ଡି କେମିତି ବାହାରିବ ଏଇଠୁ ଏଇଟା ବିୟୋଗ କରିପାରିବି କିମ୍ବା ଏଇଠୁ ଏଇଟା ବିୟୋଗ କରିବି କରିବି କେତେ ବିୟୋଗ କରିବି 1.51 ବିୟୋଗ କେତେ କରିବି 0.01 ତ କେତେ ହବ এই বিয়োগটা ডাইরেক্ট করবানো ছোট ছক করে লিখে দেবো 1.51 বিয়োগ 1.
0 1 तो केते हबो 1 रु 1 गले 0 5 रु 0 गले 5 दशमिक को दशमिक 1 रु 1 गले 0 तो केते हबो आंसर 0.50 तो 0.50 जोटा 0.5 सीटा हला दशमिक परे एपटे एपटे जदी 0 तो इटा बसेबी ना एटार मूल्य किछु रहेनी बुझेला तो एटा ही आंसर ହେଲା ହେଲା ନା ତାପରେ ହଉଛି x କିସ କହିଛି 5 0 -5 -10 ଡଟ୍ ଡଟ୍ ଏପି ରେ ସାଧାରଣ ଅନ୍ତର d ସାଧାରଣ ଅନ୍ତର d ସମାନ ଡ୍ୟାଶ ଏଇଟା କହିଛି ହେଲା ବୁଝା ତ d କେମିତି ବାହାର କରିବି ଏଠି ବି ବିয়োଗ କରିବୁ ହେଲା d କେମିତି ବାହାରିବ 0 ବିয়োଗ 5 କରିବି 0 ବିয়োଗ 5 ତ କେତେ ହବ 0 ରୁ 5 ଗଲେ କେତେ ହବ ସେଇ -5 ହବ ବୁଝିଲା आंसर केते -5 अछि ना नहीं ऑप्शन रे अछि ହେଲା एक नंबर सरला बुझेला सादा अछि ना कोडा अछि सादा ହେଲା तो बार बार प्रैक्टिस कर तापर दुई नंबर होची पुनी याठू भी सादा बुझेला दुई नंबर के याठू भी सादा हेडिंग दे दे दुई नंबर ହେଲା तो किस କହିଛି 1 4 ହେଲା क्वेश्चन होची निम्नलिखित अनुक्रम ମଧ୍ୟରୁ କୋଉ ଗୁଡିକ ଏପି ସେଗୁଡିକ ଚିହ୍ନଟ କର ଏପି ମାନେ କୋଉ ସଂଖ୍ୟା ଗୁଡାକ ସମାନ୍ତର ପ୍ରଗତିରେ ଅଛନ୍ ହେଲା फास्ट नंबर अच्छी ना नहीं समांतर प्रगति रे देखबा सेकंड नंबर अच्छी ना नहीं देखबा हैला थर्ड नंबर अच्छी ना नहीं देखबा फोर्थ नंबर अच्छी ना नहीं देखबा सेमती सब गुडा चेक करबा बुझेला तो फास्ट हेडिंग दे दे एक नंबर एपी रे अच्छी ना नहीं देख चेक करबा गुटे कर देला सब गुडा करि परबो हैला 1 4 7 तापर होची केते 10 तापर होची 15 तापर होची केते 16 19 22 ହେଲା ଏଇ ଗୁଟେ होची समांतर प्रगति देखबा ना नहीं समांतर प्रगति रे अछि ना नहीं ହେଲା तो केमती करबी देख समांतर प्रगति रे अछि ना नहीं फास्ट होची किसो करबी 4 वियोग 1 केते बारुची 3 तापर करबी केते देख एठी देख 7 वियोग 4 करबी 7 वियोग 4 करबी केते बारुची से 3 बारुची तापर केते करबी 10 वियोग 7 करबी केते बारुची 3 तापर होची 15 वियोग केते 10 केते बारिबो 5 तो देख समान भाबरे बढ़ी बढ़ी जाउतला एठी केते गेला 5 तो ଏହା ସମାନ୍ତର ପ୍ରଗତିରେ ନାହିଁ ଏଠି କରବୁ ଏଠି ଯଦି ଅଲଗା ବାହାରି ଗଲା କିସ କରବୁ ଆଉ କରବୁନି ଏହା ସମାନ୍ତର ପ୍ରଗତିରେ ନାହିଁ ଲେଖିଦେ ନାହିଁ ବୁଝିଲା ସମାନ୍ତର ପ୍ରଗତିରେ ନାହିଁ କଣ ପାଇଁ ବୁଝିହେଲା ତ କାରଣ ହଉଛି ଡି ସମାନ ସମାନ ବାହାରୁଥିଲା ଠିକ ଅଛି ଏଇଠି 5 ବାହାରିଗଲା ହେଲା ତ ସାଧାରଣ ଅନ୍ତର ସମାନ ଥାଏ ସମାନ୍ତର ପ୍ରଗତିରେ ତ ଏଠି ସମାନ ନାହିଁ ତ ଇଏ ସମାନ୍ତର ପ୍ରଗତି ନୁହଁ ହେଲା ତାପରେ ହଉଛି ତାପର କ୍ୱେଶ୍ଚନ ଟା ତାପର କ୍ୱେଶ୍ଚନ କିସ କହିଛି ତାପର କ୍ୱେଶ୍ଚନ କହିଛି 2i ରେ ହଉଛି 1 8 15 22 29 36 43 ତାପରେ କେତେ 50 ଏଇଟା ସମାନ୍ତର ପ୍ରଗତିରେ ଅଛି ନା ନାହିଁ ଚେକ୍ କରବା ବୁଝିହେଲା ଏଇଟା ସମାନ୍ତର ପ୍ରଗତିରେ ଅଛି ନା ନାହିଁ ଚେକ୍ କରବା ହେଲା ତ ଦେଖ ଫାଷ୍ଟ ହଉଛି କେତେ କିସ करबी 8 ବିୟୋଗ 1 କେତେ ହବ 7 ତାପରେ କିସ करबी 15 ବିୟୋଗ 8 କେତେ ହବ ସେଇ 7 ହବ ହେଲା ନହେଲେ କରିକି ଦେଖବୁ 15 ବିୟୋଗ 8 7 ହଉଛି ନା ନାହିଁ ତାପରେ ହଉଛି 22 ବିୟୋଗ କେତେ करबी 15 କେତେ ହଉଛି ସେଇଟା ବି 7 ହଉଛି ହେଲା ତାପରେ ହଉଛି 29 ବିୟୋଗ କେତେ 15 ତ କେତେ ହଉଛି ସେଇଟା ବି 7 7 ହଉଛି ନା ନାହିଁ 7 ହଉଛି ସରି 29 ବିୟୋଗ 22 29 ରୁ 22 करबा ना
এটা টিके भूल गला 29 वियोग 22 केते होची 7 तापर कते करबी 36 वियोग 29 36 वियोग 29 एटा भी केते होची 7 होची ना नहीं करबू 16 रु न गले केते 7 बुझला तापर होची केते करबी 36 वियोग 29 करली एना केते करबी 43 वियोग 36 एटा भी केते होची 7 तापर होची 50 वियोग केते 43 तमन केते 7 तो होची एटा केते हबो कोना यार सह 4 नंबर भी 3 नंबर भी हे जाउची बुझला एका सह 2 नंबर करूछे दुईटा नंबर क्वेश्चन आंसर करूछे तो यार डी केते होची 7 हला सब जगह रे समान हला অতএব ଏହା ଏକ କି ସମାନ୍ତର ପ୍ରଗତି ଅତএব ଏହା ଏକ ସମାନ୍ତର ପ୍ରଗତି ପଦରେ ଏପି ଲେଖିଦେବେ ହେଲା ଏହା ଏକ ଏପି ଅଟେ କରିଦେ ବୁଝିଗଲା लिखिदे ଏହା ଏକ ଏପି ଅଟେ ବୁଝିଗଲା ନା ଏଇନା ଅଛି देख এইটা ବି ସେମ ଅଛି ହେଲା 3i करबो 3i କରି पारबो ना नहीं करि हबो ना नहीं आई भी करि हबो बुझाला तापर करबा होची v टा टिके कोडा कोडा लगुଛି ହେଲା माइनस प्लस बहुत चिन्ह ଅଛି v सीधा ହେଲା सब गुडा करबो v नंबर किसो कहछि v नंबर कहछि होची -5 -3 -1 0 2 4 6 8 एटा एपी रो छन नहीं चेक करबा बुझाला तो एटा फास्ट चेक करबा किसो केते बियोग करबी -3 बियोग केते -5 तो यार वियोग टा केते हो देख एटा वियोग करी जानी देबा दरकार -3 वियोग -5 -3 को -3 रहला एटा माइनस माइनस केते हो +5 तो आंसर केते हो 5 रु 3 गले 2 हैला तापर केते करबी तापर केते करबी देख -3 तो केते हो एटा -1 को -1 माइनस माइनस प्लस 3 को 3 तो केते हो गोटे जगह माइनस अछि माने वियोग 3 रु 1 गले केते से 2 बड़ संख्या रे प्लस अछि माने एठी भी प्लस और प्लस चिन्हटा देबा जानो देबा ता हैला तापर एटा केते 0 वियोग केते -1 तो केते हो एटा 0 को 0 रहला माइनस माइनस के सही प्लस 1 तो 0 प्लस 1 टा केते हो 1 तो होची समान समान बाहरुतला एठी अलगा हैगला हैला तो होची एथर किस लगो अतएव ଏହା ଏକ एपी नुह लिखि दे ସାଧା ଅଛି ନା ପଡା ଅଛି ବୁଝିଲା ଏହା ଏକ ଏପି नुह ତାପରେ ହଉଛି ଭି ଡବଲ ଆଇ ସରି ଭି ଆଇ ଭିଆଇ ଦେଇଛି ଏ ଭିଆଇ ଇମ୍पोର୍ଟାଣ୍ଟ ହେଲା ए ए प्लस डी ताପରେ किसो ए प्लस 2d ताପରେ किसो ए प्लस 3d ताପରେ केते ए प्लस 4d ହେଲା ताପରେ होची ए प्लस 5d ए प्लस 6d
तापरे ए प्लस 70 है तो देखिकी जना पड़ुछि एटा समांतर प्रगति रे अछि बोली बुझेला एठी देख प्रथम केते बढ़िछि डी बढ़िछि तापर 2 गुण हेइछि तापर 3 गुण तापर 4 गुण तापर 5 गुण तापर 6 गुण तापर 7 गुण है तो करिकि बाहरिबा होछि ना नहीं समांतर प्रगति है फास्ट किस करबी तोठू कोटा बियो करबी एठू कोटा एठू बियो करबी का ए को हैला ए प्लस डी बियो केते ए तो ए कटि गला केते हैला डी हैला ना हैला तापर कोठू बियो करबी एठू एटा को हैला ए प्लस 2d बियो केते ए प्लस डी हैला तो केते हेइबो ए ए प्लस 2d हैला एटा माइनस प्लस किस हबो माइनस ए हबो माइनस प्लस किस हबो माइनस डी हबो ए कटि गला तो 2d रु डी गले केते हबो सेई डी हबो हैला तापर होछि थर्ड टा करबी काकू काकू एना बियो करबी ए प्लस 3d रु ए प्लस 2d ए प्लस 3d बियोग ए प्लस 2d है तो बंधनी देबू बंधनी नदेले भूल हो बुझा तो हूँ एठी हूँ खोली देला पर बंधनी किस हम ए प्लस 3d ए वियोगटा हूँ किस हो माइनस प्लस माइनस ए माइनस प्लस किस हो पुणी माइनस 2d माइनस ए प्लस ए कटिगला 3d रु 2d गले केते हम 3 रु 2 गले 1 1 डी जहाँ खाली डी था है एठू एटा वियोग करली इना केठू करबी एठू एटा वियोग करबी है ए प्लस 4d वियोग केते ए प्लस 3d तो केते हम एटा ए प्लस 4d को 4d रहिला माइनस प्लस माइनस ए को माइनस ए रहिला माइनस प्लस किस माइनस 3d ए माइनस ए प्लस ए कटि गला 4d रु 3d गला केते हो 1d बा खाली d हला तो देख सब गारे साधारणतः d समान ही जाउछ तापर इना केते रु केते बियोग करबी 5d रु बियोग करबी ए प्लस 5d रु केते बियोग करबी ए प्लस 4d हला तो केते हो ए प्लस 5d वियोग माइनस ए माइनस 4d प्लस ए गोटे 5d रु 4d गला केते हो d तापर इना किसो करबी ए प्लस 6d वियोग केते करबी ए प्लस 5d तो केते हो ए प्लस 6d वियोग ए माइनस 5d ए कटि गला 6 रु 5 गला केते हो d तापर होचे लास्ट समांतर प्रगति रे होबो ना नहीं ताले हबो लास्ट होची ए प्लस 7d वियोग ए प्लस 6d तो हल करले केते हबो ए प्लस 7d वियोग ए माइनस 6d ए कटि गला तो 7 रु 6 गला केते d हला तो ए एहार साधारण अंतर केते साधारण अंतर होची केते d हला तेणु ଏହା ଏକ ସମାନ୍ତର ପ୍ରଗତି ଅଟେ ତେଣୁ ଏହା ଏକ ସମାନ୍ତର ପ୍ରଗତି ଅଟେ ବୁଝିଲା ହେଲା ତ ଏଇଟା ଘରେ କରିବୁ ହେଲା ତ ପରୀକ୍ଷାରେ ଏମିତି ପଡବନି ବୁଝିଲା ପରୀକ୍ଷାରେ ଦେଖି ପକେଇଲୁ ଏ ଅଛି ଡି ବଢିଛି 2d ବଢିଛି 3d ବଢିଛି 4d ବଢିଛି 5d 6d 7d ହେଲା ତ ଇଏ ଗୋଟେ କିସ ସମାନ୍ତର ପ୍ରଗତି ଆଉ ଯଦି ଏଇଟା ସର୍ଟ କ୍ୱେଶ୍ଚନ ପଡବ କେତେ ମାର୍କ 1 ମାର୍କ ହେଲା तो 1 मार्क में केते बड़ करबो देखिକି ବାହାରିବ ବୁଝିଲା ବୁଝିଲା ना तापर होची केते नंबर करबा छाड़ी दे जगह ହେଲା v डबल आई v डबल आई किसो कहछि 0.6 तापर होची 0.8 तापर केते 1.0 तापर 1.5 तापर केते 1.7 1.8 1.9 तापर केते 2.0 एक्चुअली एटा एपी रे नुह हैला बियोग करी देखबो एपी रे नुह कि पे देख एठू कमी कमी जाइछि ना बढ़ी जाइछि 0.6 बढ़िछि ना 0.6 तापर 0.8 हैला 0.6 तापर 2 बढ़िछि केते बढ़िछि 6 रु 8 केते 0.2 बढ़िछि हैला 0.2 बढ़िछि एठू भी केते बढ़िछि 0.2 बढ़िछि किंतु एठू केते बढ़िछि 0.5 बढ़ि जाइछि 5 बढ़िछि ना नहीं हैला तो ये गोटे समांतर प्रगति नुह चेकिंग करबो हैला तापर होची केते नंबर v ट्रिपल आई होची -7 -4 -1 2 5 8 11 आ केते 14 एटा चेकिंग करी देखबा केमति करबी फास्ट -4 -7 तो केते हो -4 प्लस माइनस माइनस केते हो +7 तो 7 रु 4 गले केते 3 तापर होची किसो करबी -1 बियो केते -4
तो केते हो -1 रहिला माइनस माइनस +4 तो केते हो 4 ରୁ 1 गले सेई 3 तापर होछि किस करबी 2 वियोग -1 तो केते हो 2 को 2 माइनस माइनस +1 तो 2 केते हो 3 बुझि होछि ना तापर होछि केते 5 ରୁ 2 वियोग करबी 5 वियोग 2 केते हो सेई 3 तापर 8 ରୁ 5 वियोग करबी 8 ରୁ 5 वियोग कले केते हो सेई 3 तापर होछि 11 ରୁ 8 11 ରୁ 8 वियोग कले केते हो सेई 3 तापर होछि 14 ରୁ केते 11 सेई 3 हो ना होछि हला अतएव d समान केते 3 ଏହା ଏକ ଏପି ଅଟେ ଏହା ଏକ ଏପି ଅଟେ ବୁଝିହେଲା ବୁଝିହେଲା ନା ନାହିଁ? ହେଲା ସେମିତି କରିବୁ 2 ନମ୍ବର ସବୁ ଗୁଡା କରିବୁ ବୁଝିହେଲା 2 ନମ୍ବର ସବୁ ଗୁଡା କରିବୁ ତାପରେ 2 ନମ୍ବର ପରେ କେତେ ନମ୍ବର 3 ନମ୍ବର ବି ସେଇଠି 2 ନମ୍ବର ସହ ସରିଗଲା ହେଲା ଏଇନା 4 କରବା 4 ନମ୍ବର ହେଡିଂ ଦେଇଦେ 4 ନମ୍ବର 4 ନମ୍ବର ଦେଖ 4 ନମ୍ବର ବି ଗୋଟେ କରିଦେଲେ ସବୁ ଗୁଡା ସାଇଁକିରି କରିଦବୁ ହେଲା 4 ନମ୍ବର କିସ କହିଛି 4 ନମ୍ବର ପଢ ଗୋଟିଏ ପ୍ରଥମ ପଦ କେତେ ଦେଇଛି ଏ କେତେ ଦେଇଛି 5 ହେଲା ତ ଆଇ ରେ ଦେଖ ଆଇ କ୍वेଶ୍ଚନ ହେଲା ଆଇ ଦେଇଛି ହଉଛି ଡି କେତେ 5 ଡି 5 ହେଲା ତେବେ ସେ କହୁଛି କିସ ବାହାର କର ଗୋଟେ ଏପି ପ୍ରଥମ 4 ଗୋଟି ପଦ ଲେଖ ହେଲା ତ ପ୍ରଥମ ପଦ ଯଦି 5 ହେଲା ଆଉ ସାଧାରଣ ଅନ୍ତରୁ 5 ହେଲା ତ ପ୍ରଥମ 4 ଗୋଟି ପଦ କେତେ ହବ ସେକେଣ୍ଡ ପଦ କେତେ ହବ 5 ପଢିଲେ କେତେ ହବ 10 ତାପରେ 15 20 ହେଲା 4 ଗୋଟି ପଦ ଲେଖିଲେ ହେଲା ସେକେଣ୍ଡ ସେମିତି କରବା ସେକେଣ୍ଡ ଟା କେମିତି କରବା ସେକେଣ୍ଡ ଟା ବି ସେମିତି 2i କିସ ଦେଇଛି ଏ କେତେ ଦେଇଛି 2i ରେ ବି ସେଇ ଏ କେତେ ଦେଇ ହବ ସେଇ 5 ଏ ସମାନ 5 ଏ ଉପରେ ଦେଇଛି ଦେଖ ଏ ଦେଇଛି କେତେ 5 ତାପରେ ଡି କେତେ ଦେଇଛି 2i ରେ କେତେ ଦେଇଛି 4 ତେବେ ହଉଛି ପ୍ରଥମ ଚାରିଟି ପଦ ହେଲା ଚାରିଟି ପଦ ମାନେ ପ୍ରଥମ ପଦ 5 ଦେଇଛି ମାନେ ସେକେଣ୍ଡ ପଦ କେତେ ହବ କେତେ ଅଧିକା ହବ 4 ଅଧିକା ହବ କେତେ ହବ 5 4 9 ଥାର୍ଡ ପଦ 9 ରେ 4 ମିଶିଲେ କେତେ 13 ତାପରେ ହଉଛି 13 ରେ 4 ମିଶିଲେ କେତେ 17 ବୁଝିଲା ଦେଖି ହବ ତାପରେ ହଉଛି ଡି ଟା ସେମିତି କରିବୁ ହେଲା 3 ଟା 3 ଟା କଣ ନା ଏ ଦେଇଛି ହଉଛି କେତେ 5 ଡି ଦେଇଛି କେତେ 2 ତେବେ ହଉଛି ପ୍ରଥମ ଚାରିଟି ପଦ ଲେଖା କେତେ ହବ ପ୍ରଥମ ଚାରିଟି ପଦ 5 7 9 11 ବୁଝିହେଲା ତାପରେ ହଉଛି ଆଇଭି ସାଧା ଅଛି ନା କଡା ଅଛି ଆଇଭି ଆଇଭି କହୁଛି ପ୍ରଥମ ପଦ କେତେ କହିଛି ପ୍ରଥମ ପଦ କେତେ 5 ଏଠି ଦେଇଛି 5 ଆଉ ହଉଛି ଡି କେତେ ଦେଇଛି -2 -2 ମାନେ କି କମି କମି ଯିବ ପ୍ରଥମ ଯଦି 5 ହେଲା ସେକେଣ୍ଡ ଟା ହଉଛି -2 ମାନେ କେତେ କମ 2 କମବ କେତେ ହବ 3 ତାପରେ 3 ହେଲା ମାନେ ତାପରେ କେତେ କମବ ପୁଣି 2 2 କମଲେ କେତେ ହବ 1 1 ରୁ ପୁଣି 2 କମଲେ କେତେ ହବ ବିয়োଗ କରିଦବା ହେଲା 1 ବିয়োଗ 2 ମାନେ କେତେ ହବ 1 ରୁ 2 ଗଲେ -1 କେତେ ହବ 5 3 1 -1 ବୁଝିହେଲା ସେମିତି ତା ପରଟା ଭି ଟା ପ୍ରଥମଟା ହେଲା କେତେ 5 ଏ ସମାନ 5 ଡି ସମାନ କେତେ -3 ତେବେ କେତେ ହବ ପ୍ରଥମଟା ହଉଛି 5 ହେଇଯିବ ତାପରେ କେତେ ହେଇଯିବ 5 ରୁ 3 କମିଯିବ ମାନେ କେତେ 2 ହେଲା ତାପରେ ପୁଣି 2 ରୁ 3 ବିয়োଗ କରିଦେବି କେତେ ହବ 2 -3 ମାନେ କେତେ -1 ତାପରେ ପୁଣି କେତେ କରିବି -1 -3 କେତେ ହବ ମାଇନସ ମାଇନସ କିସ ହେଇଯିବ ଯୁକ୍ତ ହେଇଯିବ ହେଲା 4 ହେଲା ଆଉ ଚିହ୍ନ ସେଇ ମାଇନସ ରହିବ -4 ବୁଝିହେଲା ନା ନା ସରିଗଲା 2 ନମ୍ବର ନା 4 ନମ୍ବର ସରିଗଲା ବୁଝିହେଲା ଏଇନା ହଉଛି କେତେ ନମ୍ବର କରିବା 5 ନମ୍ବର 5 ନମ୍ବର ଗୋଟେ କରିଦେଲେ ସବୁ ଗୁଡା ହେଇଯିବ ବୁଝିହେଲା 5 ନମ୍ବର ଦେଇଛି ହଉଛି ଆଇ କେତେ ଦେଇଛି tn ଦେଇଛି କେତେ n+1/2 ବୁଝିହେଲା ତ ସେ କହୁଛି କେତେ t5 ବାହାର କର କେତେ ବାହାର କରିବା
T5 T5 ମାନେ n ଜାଗାରେ ଖାଲି 5 ବସେଇବା n ଜାଗାରେ କେତେ ବସେଇବା 5 5 ବସେଇଲେ କେତେ ହବ 5 ପ୍ଲସ୍ 1/2 ତ କେତେ ହବ 5 କେ 6/2 6/2 କେତେ ହବ 2 1 2 2 3 6 କେତେ ହବ 3 T5 କେତେ ବାହାରିଲା 3 ସେମିତି ବାହାର କରିବା ଆଉ ଗୋଟେ କିସ T8 ବାହାର କରତେ କହୁଛି ଆଉ ଗୋଟେ କିସ କହୁଛି T8 ଏଇଟା T8 ବାହାର କର ତ T8 ମାନେ n ଜାଗାରେ କେତେ ବସେଇବି এইটা tn ଦେଇଛି ଏତିକି ହେଲା tn କେତେ ଦେଇଛି ଏତିକି ତ t8 ମାନେ n ଜାଗାରେ କେତେ ବସେଇବି 8 ପ୍ଲସ୍ 1/2 8 କେ 9/2 ହେଲା ଏତିକି ହଉଛି ଆନ୍ସର ବୁଝିହେଲାନି ବୋଧେ ଆଉ ଥରେ ବୁଝଉଛି ତାପରେ କେତେ ବାହାର କରିବା ତାପରେ ବାହାର କରିବା ହଉଛି t10 ତାପରେ କେତେ ବାହାର କରିବା t10 t10 ମାନେ ହଉଛି n ଜାଗାରେ କେତେ ବସେଇବି 10 n ଜାଗାରେ 10 ବସା 10 ପ୍ଲସ୍ 1/2 ତ କେତେ ହବ 10 ଯୁକ୍ତ 1 ସମାନ 11/2 ବୁଝିହେଲା 11/2 ହେଲା ତ କଟବେନି ତ ଏମାନଙ୍କୁ ଏମିତି ହିଁ ଛାଡିଦେଲି ହେଲା ମୁଁ ଚାହିଁଲେ ଏମାନଙ୍କୁ ଦଶମିକରେ ପ୍ରକାଶ କରିପାରିବି ଏଇଟା ହବ 4.5 ଇଏ ହବ କେତେ 5.5 ବୁଝିହେଲା ତ ଦଶମିକରେ କେମିତି ପ୍ରକାଶ କରାଯାଏ ସେଇଟା ହଉଛି ଦିନେ ଶିଖେଇଦେବି ବୁଝିହେଲା ଓ ଦଶମିକରେ ପ୍ରକାଶ କରି ଶିଖେଇ ଦଉଛି 9/2 9 ବିଭକ୍ତ 2 ମାନେ କିସ 9 ହରଣ 2 ତ ହଉଛି 2 କୁ କେତେ ପକେଇବି 2 କେ 2 2 4 2 3 6 2 6 8 9 ରୁ 8 ଗଲେ 1 ତ 2 କ ପଣିକାରେ 1 ଅଛି କି ନାହିଁ ତ ଦଶମିକ ପକେଇଲେ କେତେ ବସିବ ଶୂନ ଗୋଟେ ବସିବ ଏଇନା ଅଛି ନା ନାଇଁ 10 ଅଛି ନା ନାଇଁ 2 5 10 ତ କେତେ ହବ 4.5 ହେଲା ସେମିତି 11.5 ମାନେ କେତେ ଏତିକି 2 10 ସରି 2 5 10 10 ରୁ 11 ରୁ 10 ଗଲେ କେତେ 1 ଏ 2 କ ପଣିକାରେ 1 ନାହିଁ ଦଶମିକ ପକେଇଲି ଶୂନ ହେଲା 2 5 10 ବୁଝିହେଲା ଦଶମିକରେ କେମିତି ପ୍ରକାଶ କଲି ହେଲା ଏକ ନ ଆଇ ସରିଲା ସେମିତି 2i ଟା କରିବୁ 2i କିସ କହିଛି 2i କହିଛି ହଉଛି tn ସମାନ -10 ପ୍ଲସ୍ 2n ହେଲା ଏତିକି ଦେଇଛି ଫାଷ୍ଟ କିସ ବାହାର କରିବା T5 ବାହାର କରିବା ତାପରେ କିସ ବାହାର କରିବା 8 ତାପରେ କିସ ବାହାର କରିବା T10 ବାହାର କରି ହବ ହେଲା ଖାଲି n ଜାଗାରେ କେତେ ବସେଇବୁ 5 8 10 ବୁଝିହେଲା ଏଠି ହଉଛି କେତେ ବସେଇବୁ -10 ପ୍ଲସ୍ 2 ଇଣ୍ଟୁ 5 ହେଲା କେତେ ହବ -10 ପ୍ଲସ୍ 5 ଦୁଣେ 10 ମାନେ T5 ରେ କେତେ ହବ 0 ହବ -10 ପ୍ଲସ୍ 10 କେତେ ହବ 0 ହବ ସେମିତି ସବୁଗୁଡା ପାରବୁ ନା 5 ନମ୍ବର 5 ନମ୍ବର ସବୁଗୁଡା ହବ ନା ହବ ହେଲା